ଭଦ୍ରକରେ ବିଜେଡିକୁ ମଣ୍ଡଳ ଦମ୍ପତି ଝଟକା। ମୁକ୍ତିକାନ୍ତ ମଞ୍ଜୁଲତାଙ୍କ ସହ ଦଳ ଛାଡ଼ିଲେ ଅନେକ ଟାଣୁଆ ନେତା। ଭଦ୍ରକ ରାଜନୀତିରେ ପୁଣି ହଇଚଇ। ବିଜେଡିର ପ୍ରାଥମିକ ସଦସ୍ୟତାରୁ ସମର୍ଥକଙ୍କ ସହ ଇସ୍ତଫା ଦେଇଛନ୍ତି ମଣ୍ଡଳ ଦମ୍ପତି। ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ବିଜେଡିର ପ୍ରାଥମିକ ସଦସ୍ୟତା ପଦରୁ ଦେଇଛନ୍ତି ଇସ୍ତଫା। ପୂର୍ବରୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ମଣ୍ଡଳ ଦମ୍ପତିଙ୍କୁ ନିଲମ୍ବନ କରିଥିଲା ବିଜେଡି। ତେବେ ସେତେବେଳେ ନିଲମ୍ବନର କାରଣ ଜାଣିନଥିବା କହିଥିଲେ ମୁକ୍ତିକାନ୍ତ ମଣ୍ଡଳ। ସେ ଦିନେ ନବୀନ ପଟ୍ଟନାୟକଙ୍କ ଆଦର୍ଶନ ଥିଲେ ବୋଲି ମଧ୍ୟ କହିଥିଲେ। ମଣ୍ଡଳ ଦମ୍ପତିଙ୍କ ସହ ବିଜୁ ଜନତା ଦଳର ନେତୃତ୍ୱ, ବିଭିନ୍ନ ପଦାଧିକାରୀ, ସମବାୟ ପ୍ରତିନିଧି ମଧ୍ୟ ବିଜେଡି ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି। ଭଦ୍ରକ ସଂସଦୀୟ କ୍ଷେତ୍ରର ଅନେକ ନେତା ମଧ୍ୟ ଏହି ସାମୂହିକ ଇସ୍ତଫା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ମଣ୍ଡଳ ଦମ୍ପତିଙ୍କ ସହ ଭଦ୍ରକ ସଂସଦୀୟ କ୍ଷେତ୍ର ଅଧୀନ ସୁବାସିନ ସାହୁ, ବିଜେଡି ନେତା ଶଶି ସାହୁ ମଧ୍ୟ ସାମିଲ ହୋଇଛନ୍ତି। ଭଦ୍ରକର ବିଜେଡିର ପୂର୍ବତନ ଜିଲ୍ଲା ସଭାପତି ମଧ୍ୟ ଇସ୍ତଫା ଦେଇଛନ୍ତି। ଭଦ୍ରକରୁ ପୁନିଲ କୁମାର ସାମନ୍ତଙ୍କ ରିପୋର୍ଟ, ସମ୍ପୂର୍ଣ୍ଣ ନ୍ୟୁଜ ଓଡ଼ିଆ।